ଆଉ କ'ଣ ଖାଇଲଣି? ଚଟାଣେ ତ ତମର ଲାଗୁନି ଆଉ ସିଡ଼ି ଉପରେ ବସିକି ଖାଇବ ନାଇଁ କି? ଭାଉଜ ତୋର ରୋଷେଇ କଲେ ଡାଲିରେ ଲୁଣ ପକେଇବନି, ତରକାରୀରେ ଲୁଣ ପକେଇବନି, କୋଉଥିରେ ଲୁଣ ପକେଇବନି। ରୋଷେଇ କଲେ ଡାଲି ଗୋଟେ ଥର ବାପା ଲୁଣ ଜାଗା ଚିନି ପକେଇ ଦେଇଛି, ଲୁଣ ପକେଇନି। ତ ବର୍ତ୍ତମାନ ଆମେ ଖାଉଛୁ ପଖାଳ ଭାଉଜର ମୋର। ବେଲାଟା କୋଉଠି ଥୁଆ ହେଇଛି, କେତେ ଡିଷ୍ଟାନ୍ସରେ ତରକାରୀ ଥୁଆ ହେଇଛି, ସିଏ କେତେ ଡିଷ୍ଟାନ୍ସରେ ବଇଛି ହେଲା କି? ବାବା ଶାଗଟା କେମିତି ଲାଗୁଛି? ଶାଗଟା ଶାଗ ମାନେ ଯାହା ଯେମିତି ବାବା ଏଇଟା କରିଛନ୍ତି ମାନେ କି ଟେଷ୍ଟ, ମାନେ ବିଶ୍ୱାସ କରନ୍ତୁ ଏତେ ଟେଷ୍ଟ ଏଇଟା କରିଛନ୍ତି ବାବା। ଓ ମାନେ ବାହାଘର ଭୋଜିକି ଫିକା ପକେଇଦେବ, ମାନେ ଏତେ ଟେଷ୍ଟ ଲାଗୁ ନା ସୁମେ ବା? ବହୁତ ଟେଷ୍ଟ ହେଇନି? ପୁରା ଟେଷ୍ଟ ଲାଗୁ ସାଙ୍ଗମାନେ, ମୁଁ ଖାଇସାରିଲିଣି। ଯାହା ଯାହା ଦରକାର ଥିଲା ବାବା ହାତେ ପ୍ରକୃତ ଯାଦୁ ଅଛି। ମାଛ ମଞ୍ଜି ଚୁଙ୍ଗୁଡ଼ି ଯୋଡ଼େ ବଢ଼ିଆ ଲାଗିଥାନ୍ତା। ଏମିତି ତ ବାବା ବହୁତ ଟେଷ୍ଟ ଲାଗୁଛି। ଆଉ ଟେଷ୍ଟ କରିଦେଇଥିଲା। ଓହୋ ଚାଲ ବର୍ତ୍ତମାନ ଖାଇବା, ଆଉ ଡେରି କରିବାନି। ଶାଗ ଟିକେ ଖାଇବା। ଶାଗଟା ତ ନିହାତି, ଶାଗ ଡେଲି ଖାଇବା କଥା। ଆମେ ଯାଉଛୁ ସାଙ୍ଗମାନେ ଖାଇବୁ। ଆପଣମାନେ ଆପଣଙ୍କ ଘରେ ଖାଇ ପିଇକି ସୁସ୍ଥ ରୁହନ୍ତୁ। ଆମ ଭିଡ଼ିଓ ଦେଖୁଥାନ୍ତୁ, ଆମକୁ ଟିକେ ସପୋର୍ଟ କରୁଥାନ୍ତୁ। ଯେଉଁମାନେ ନୂଆ ଦେଖୁଛନ୍ତି ଆମ ପେଜ୍କୁ ଫଲୋ କରି ଯାଆନ୍ତୁ। ବୋବାଲ ଭିଡ଼ିଓ ଆସେ, ଆପଣମାନେ ଦେଖିବେ। ପୁରା ଟେଷ୍ଟି। କ'ଣ ଲାଗୁଛି ତାଙ୍କ ହାତରେ ନା? ନାତୁଣୀ କହିଲା ମାନେ ମାନେ ଉଠିଗଲା, କହିବାର ଯଶ ଉଠିଗଲା। ପୁରା ଟେଷ୍ଟି ନା? ହଉ ଖାଇଦି। ତମେ କାହିଁ ପଖାଳ କରୁଛ? ଅଜାଙ୍କ ସହିତ ଗରମ ଖାଇଲନି? କହିଲା ଅଜା କ'ଣ କରୁଛ କିଓ, ତମ ହାତ କେମିତି କିଓ? ଓ କ'ଣ ଲାଗୁଛି ନାଇଁ କି?